Happy Prathamashtami to all my viewers. ସମସ୍ତଙ୍କୁ ପ୍ରଥମାଷ୍ଟମୀର ବହୁତ ବହୁତ ଶୁଭକାମନା। ସମସ୍ତେ ଜାଣିଛନ୍ତି ମୁଁ ଜଣେ ମ୍ୟାରିଡ୍ ଲେଡ଼ି, ମୋର ହଜବେଣ୍ଡ ଅଛନ୍ତି, ମୋର ଗୋଟେ ପୁଅ ଅଛି। ଯେହେତୁ ମୋର ଗୋଟେ ପୁଅ ଅଛି ତେଣୁ ତା'ର ବି ପ୍ରଥମାଷ୍ଟମୀ ମନା ହେବ। ଆଜି ପ୍ରଥମାଷ୍ଟମୀ, ମୁଁ ତ ଜଣେ ମା', ମୁଁ କେମିତି ଛାଡ଼ିବି, ମୋତେ ବି ମାନିବାର ଅଛି। ପୁଅ ମୋର ରାଉରକେଲାରେ ପାଠ ପଢ଼ୁଛି NITରେ। ତ ଏବେ ଆସିପାରିଲାନି କାହିଁକି ତା'ର ପରୀକ୍ଷା ଚାଲିଛି, କିନ୍ତୁ ମୁଁ ତ ପ୍ରଥମାଷ୍ଟମୀ ମାନିବା ବନ୍ଦ କରିପାରିବିନି। ତେଣୁ ମୁଁ ଭର୍ଚୁଆଲ୍ ମୋଡ଼୍ରେ ପ୍ରଥମାଷ୍ଟମୀ ମାନିଲି। ଚାଲନ୍ତୁ ଦେଖିବା ମୁଁ କେମିତି ମାନିଲି। ପ୍ରଥମାଷ୍ଟମୀର ମେନ୍ ପିଠା ହେଲା ଏଣ୍ଡୁରି ପିଠା, ଯେଉଁଟାକି ହଳଦୀ ପତ୍ରରେ ହେଇଥାଏ। ସେଥିପାଇଁ ନଡ଼ିଆ କୋରିକି ତାକୁ ଭାଜିଦେଲି। ସେଥିରେ ଯାହା ଯାହା ମସଲା ପଡ଼େ ସବୁ ସେଥିରେ ପକେଇଲି, ଯେମିତିକି ଗୁଡ଼, ଗୁଜୁରାତି, ଅଦା, ପାନମହୁରି ସବୁ ପକେଇକି ତାକୁ ଭାଜିଲି। ଆଉ ଟିକେ ଗୁଡ଼ ମେଲ୍ଟ କରିଗଲା, କିନ୍ତୁ ପାଗ ମୋର ଶୁଖିଲା ଶୁଖିଲା ରହିଲା। ମୋତେ ଶୁଖିଲା ଶୁଖିଲା ଇଏରେ ହିଁ କରିବା ପାଇଁ ସୁବିଧା ଲାଗେ। ତେଣୁ ଗୁଡ଼ ବି ଏମିତିରେ ଆମେ କମ୍ ଖାଉ, ତେଣୁ ମୁଁ ଏମିତି କରିକି ପୁର କରିଦେଲି। ଆର ପୁର ଆଉ ପତ୍ରର ବାସ୍ନା ମିଶିକି ବହୁତ ସ୍ୱାଦିଷ୍ଟ ହୁଏ। ପତ୍ରକୁ କାଟିକି ଛୋଟ ଛୋଟ କରିବା ପାଇଁ ହେଲା। ମୋର ପିଠା ଷ୍ଟାର୍ଟ ହେଇଗଲା। କିଛି ନାହିଁ, ପତ୍ରରେ ନେଇକି ସିମ୍ପଲ୍ ଟିକେ ବେଲେ ଦେଇକି ପିଠା ଆଣକୁ ଯେତେ ଜଲ୍ଦି କ୍ୱିକ୍ ମୁଁ କରିଦିଏ, ଜଲ୍ଦି କାମ ସରିଯିବ। ନହେଲେ ଏଇଟା ଝାମେଲା ଭଳିଆ ଲାଗିବ। ଧୀରେ ଧୀରେ କଲେ ବହୁତ ଟାଇମ୍ ହେଇଯାଏ। ସେଇ କାମଟା ଟିକେ ସ୍ପିଡ୍ କରିଦେବେ, ହାତ ଜଲ୍ଦି ହେଇଯିବ। ଏତେ ପରଫେକ୍ଟ ତ କୌଣସି ମୁଁ କୁକିଂ କରିନି। ଆଣ ଦେଇଦେଲି। ଆମେ ମିଠା ଟିକେ କମ୍ ଦିଏ, ଝୁରଝୁରକା ବନେଇଛି ଜଲ୍ଦି ହେଇପାରିବ ବୋଲିକି। ଯେତେ ଜଲ୍ଦି ହେଇପାରିବ ସେତେ ବେଟର। ଏମିତି କରିକି ସବୁ ପିଠା କରିଦେବି, କରିସାରେ ଦେଖେଇବି। ପିଠାଗୁଡ଼ିକୁ 15ରୁ 20 ମିନିଟ୍ ଷ୍ଟିମ୍ କରାଯାଏ, ତେଣୁ ମୁଁ ବି କରିନେଲି। ବର୍ତ୍ତମାନ ମୋର ପିଠା ରେଡ଼ି। ପିଠା ହେବା ଆଗରୁ ପିଠାର ବାସ୍ନାରେ ଘର ମହକୁଥିଲା। ଏତେ ଭଲ ଲାଗେ ମୋତେ ଏଇ ପିଠାଟା। ମୋତେ ବେଳେବେଳେ ମୁଁ ଅନ୍ୟମାନଙ୍କୁ କୁହେ ଯେ ମୋତେ ଯଦି କିଏ ପଟେଇବାର ଥାଏ, ଏହି ପିଠା ଦେଇକି ମୋତେ ପଟେଇ ଦେଇପାରିବ, କାରଣ ମୋର ବହୁତ ୱିକନେସ୍ ଅଛି ଏଇ ପିଠା ପ୍ରତି। ଆଉ ଗରମ ଗରମ ଧୂଆଁ ବାହାରୁଛି, ପିଠାକୁ ବାହାର କରିନେଲି, ତାକୁ ଛଡ଼େଇକି ରେଡ଼ି କଲି। ମୋର ଏଣ୍ଡୁରି ପିଠା ରେଡ଼ି। ଆଜି ଏଇଟା ଭୋଗ ଲାଗିବ। ଏଇ ଏଣ୍ଡୁରି ପିଠାଟା ସମସ୍ତଙ୍କୁ ଭଲ ଲାଗେ। ଯେଉଁମାନଙ୍କର ପ୍ରିୟ ସେମାନଙ୍କର ତ ବହୁତ ପ୍ରିୟ। ମୁଁ ଆଜି ପର୍ଯ୍ୟନ୍ତ ଶୁଣିନି ଯେ କାହାକୁ ଭଲ ଲାଗେନି। ମୋର ତ ବହୁତ ପ୍ରିୟ। ତେଣୁ ସବୁ ପିଠାକୁ ମୁଁ ରେଡ଼ି କରିନେଲି। ଭୋଗ ଲାଗିସାରିଲେ ଖାଇପାରିବୁ। ପୁଅ ତ ହଷ୍ଟେଲରେ ଅଛି, ତେଣୁ ତାକୁ ଭିଡ଼ିଓ କଲ୍ ଆୟୁଷ୍ମାନ ଭବ। ଶଙ୍ଖ ଫୁଙ୍କ ଶଙ୍ଖ ଫୁଙ୍କ। କ'ଣ କହିବ? ନେ
ଜରି ଶେଷରେ ମୋ ଦୁଆରକୁ ଆସିଥିବା ଗାଈଟାକୁ ବି ଖାଇବାକୁ ଦେଲି। ଏମିତି କରି ମୁଁ ଆଜି ମୋର ପ୍ରଥମାଷ୍ଟମୀଟା ସାରିଦେଲି। କହିବା ପାଇଁ ଗଲେ ଭର୍ଚୁଆଲ୍ ମୋଡ଼୍ରେ ପୂଜାଟା କଲି, କିନ୍ତୁ ପିଠା ସବୁ ହାତରେ କଲି। ଆଶା କରେ ଆପଣଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ନିଶ୍ଚୟ ଲାଇକ୍, କମେଣ୍ଟ ଆଉ ସେୟାର କରିବେ। ଖୁସିରେ ରୁହନ୍ତୁ, ଲାଇଫ୍ର ପ୍ରତି ମୋମେଣ୍ଟକୁ ଏନ୍ଜୟ କରନ୍ତୁ। ବାଏ।